तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। ॐ स्वस्ति पन्थामनुचरेम सूर्यचन्द्रमसा विवा पुनर्ददता ज्ञाता जानिता संगमे मही जानिता संगमे मही त्वमेव माताश्च पिता त्वमेव बन्धुश्च सखा त्वमेव विद्या द्रविडं त्वमेव सर्वं मम देवदेवं त्वमेव सर्वं मम देवदेवं त्वमेव सर्वं मम देवदेवम्। ओम तत्सत् परमात्मने नमः। समग्र जगतर नियंता सृष्टिकर्ता पालनकर्ता संहारकर्ता अजर अमर नित्य शाश्वत सर्वंतर्यामीन सर्वशक्तिमान परमपिता परमेश्वर एवं सच्चिदानंद चिन्मय अनघ शरणम से ही परमात्मा को आज मोर श्रद्धा भक्ति सहित नमन बंदन अभिनंदन अर्पण करुछि। एवं जो आर्यावर्तर ऋषिमुनि वेदोद्धारक महर्षि दयानंद सरस्वती जे कि वेद को उद्धार करी समग्र मानव जाति को पथ प्रदर्शक करिसंती एवं विपथरे जाउथिबारु बुद्धि विद्या ज्ञान दे वेदर भाषा को आमको बुझापी बा रास्ता देखापी पुरपल्ली सर्व देश विदेश वितरण करी आमको रास्ता देखी से ही वेदोद्धार महर्षि दयानंद को मध्य नमन बंदन अभिनंदन। आउ मंचस्थ थिबा समस्त बंधु मानक एवं शत्रुवर्ग को नमस्ते जनाए आज विषयटा आरंभ करुची। आज विषय हूँ राम राम बोले कि छाड़ीज पाप। तो देखुन बंधु तो दुनियार समस्ते प्राणी जगत रे बहुत बुद्धिमान व्यक्ति अछंती एवं बहुत गुणी ज्ञानी पढ़ाशुना अनेक माध्यम रे अछंती किंतु समस्ते जानिछंती जे राम एवं कृष्णंकर ठारू आहुरी केही नाहंती। आमे समस्ती से ही राम किबा कृष्णंक तक जाउछु सेनु आके आरु किछि नाइ जिबा। तेणु वर्तमान आमे जानिबा तो रामंक ठारू आगकू केही अछंती कि नाही। तेणु शास्त्र कही ईश्वर सर्वभूतानां हृदयेर्जुन तिष्ठन्ति। तो ईश्वर बोले कि जे कि ईशु ऐश्वर्य शक्ति ईशु ऐश्वर्य धातु उत्पन्न थिबारु जे कि समग्र विश्व को ईशु ऐश्वर्य धातु प्रदान करिथिबारु से होचंती ईश्वर। तो जे कि सृष्टिकर्ता विश्व ब्रह्मांड नायक सृष्टि को जे रचना करिसंती से होचंती ईश्वर। तो रामन को जे मध्य निर्माण करिसंती कृष्ण को जे निर्माण करिसंती से होचंती केवल आम्भ मानक निर्माण करिथिबार परम पिता परमेश्वर ईश्वर। तो तेणुकरी शास्त्र कही
ରାମ ରାମ ବୋଇଲେ କି ଛାଡ଼ିଯିବ ପାପ, ଅନ୍ନ ଅନ୍ନ ବୋଇଲେ କି ଛାଡ଼ିଯିବ ଭୋକ। ତ ବନ୍ଧୁ ଆମେ ସମସ୍ତେ ତ ଖାଲି ରାମ ରାମ କହୁଥୁମା, କିଛି କର୍ମ ନାଇଁ କର୍ମା, କୃଷ୍ଣ କୃଷ୍ଣ କହୁଥୁମା, କିଛି କର୍ମ ନାଇଁ କର୍ମା, ତ ପାପ ନାଇଁ ଛାଡ଼େ। ତ ଯଦି ଆମେ ବସିଥିମା ଆଉ ଅନ୍ନ 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 ଭାତ ଭାତ ଡାଲି ଡାଲି ତରକାରୀ ତରକାରୀ ବୋଲୁଥୁତା, ଯଦି ପେଟ ପୁରି ଯାଉଥୁତା ତ ଆମକୁ କିଛି କରବାକେ ନାଇଁ ପଡ଼ତା। ତ ତେଣୁ କୁହାଯାଇଛି ରାମ ରାମ ବୋଇଲେ କି ଛାଡ଼ିଯିବ ପାପ, ଅନ୍ନ ଅନ୍ନ ବୋଇଲେ କି ଛାଡ଼ିଯିବ ଭୋକ। ଶାସ୍ତ୍ର କହେ। ତ ଅନେକ ପ୍ରମାଣ ଅଛି, ତ ଆମେ ଶୁଣୁ କେନ୍ତା ଅଛି। ହଂସ সোহম রাম মরা জপিলে কি হেব, অন্ন অন্ন বইলে কি ক্ষুদানা সজীব। ଆମେ ଅହରହ ରାମ ରାମ ବୋଇଲେ କି ପାପ ନାଶ ଯିବ, ଅନ୍ନ ଅନ୍ନ ବୋଇଲେ କି କ୍ଷୁଧା ନାଶ ହେବ। ତେଣୁ ଶାସ୍ତ୍ର କହେ ଆହାର କଲଟି ସିନା ଆତ୍ମା ଶାନ୍ତି ହେବ, ନାମକୁ ଜପିଲେ ଆତ୍ମା ମୁକ୍ତି ପାଇବ। ତେଣୁ ଶାସ୍ତ୍ର କହେ ନାମକୁ ଜପିଲେ ଆତ୍ମା ମୁକ୍ତି ପାଇବ, ଅନ୍ନକୁ ଭୋଜିଲେ ସିନା ଆତ୍ମା ଶାନ୍ତି ହେବ। ତ ଆମେ ଯଦି ଭାତ ଡାଲି ତରକାରୀ ଯାହା ବି ଅନ୍ନ ଖାଦ୍ୟ ଅଛି ତାକୁ ଆମେ ଯଦି ଭକ୍ଷଣ କରିବା, ତ ଆହାର କରିବା, ତ ଆତ୍ମାର କ୍ଷୁଧା ବିନାଶ ହେଇକରି ଆମକୁ ଶାନ୍ତି ଶୃଙ୍ଖଳା ଆନନ୍ଦ ଅନୁଭବ ଏବା ଆନନ୍ଦ ମିଳିବ। ତେଣୁକରି ହଂସ ସୋହମ ରାମ ମରା ଜପିଲେ କି ହେବ, ଅନ୍ନ ଅନ୍ନ ବୋଇଲେ କି କ୍ଷୁଧା ନାଶ ଯିବ, ଆହାର କଲେଟି ସିନା ଆତ୍ମା ଶାନ୍ତି ହେବ, ନାମକୁ ଭଜିଲେ ଆତ୍ମା ମୁକ୍ତି ପାଇବ। ଦେଖୁନ ବନ୍ଧୁ, ଆମେ ଯେ ପର୍ଯ୍ୟନ୍ତ ନାମକୁ ଯଦି ଜପ କରିବା ନାହିଁ, ନାମକୁ ଯଦି ଉପାସନା କରିବା ନାହିଁ, ନାମକୁ ଯଦି ଚିନ୍ତନ କରିବା ନାହିଁ, ପାପ କେବେ କ୍ଷୟ ହେବ ନାହିଁ। ତେଣୁ ବନ୍ଧୁ ରାମ ନାମ ଶତବାର ଜପ କଲେ ବି, ସହସ୍ରବାର ଜପ କଲେ ବି, ଲକ୍ଷବାର ଜପ କଲେ ବି ପାପ ଧୌତ ହେବ ନାହିଁ। କର୍ମ ଯଦି କରିବା, ଉଚିତ କର୍ମ ସତ୍କର୍ମ ସତ୍ପଥ ସତ୍ମାର୍ଗ ସତ୍ ରାସ୍ତାରେ ଯଦି ସେହି ପରମପିତା ପରମେଶ୍ୱରଙ୍କ ନିର୍ଦ୍ଦେଶକୁ ପାଳନ କରିକରି ଆମେ ଯଦି କର୍ମ କରିବା, ବେଦାନୁକୂଳ କର୍ମ କରିବା, ତ ମୁକ୍ତି ମାର୍ଗରେ କିଛି ପଥିକ ବା ମାର୍ଗିକ ମାର୍ଗଦର୍ଶନ କରିପାରିବା। ଆଉ ଯଦି ଯେ ପର୍ଯ୍ୟନ୍ତ ଆମେ ରାମ ନାମ ଜପ କରୁଥିବା, ଖଚୁଆ ମିଛୁଆ ଯାଧୁଆ ଲାଞ୍ଚୁଆ ଇତ୍ୟାଦି କାମ କରୁଥିବା ଖରାପ କାମ କେବେ ବି ଭଗବାନ କ୍ଷମା ନାଇଁ ଦିଅନ୍ତି। ତେଣୁକରି ଆମେ ସେହି ରାମ ନାମକୁ ଜପ କଲେ ବି ମଧ୍ୟ ତ ରାମ କର୍ମକେ କରବାର କଥା। ତ ଶାସ୍ତ୍ର କହି ରାମାୟଣ ଅଛି, ରାମ କହିଛନ୍ତି ପର ଉପକାର କର। ତ ରାମ କିଡ଼ି ଦୟାଳୁ କିଡ଼ି ମର୍ଯ୍ୟାଦାବାନ ପୁରୁଷୋତ୍ତମ, ସେହି ରାମଚନ୍ଦ୍ର ଯିଏକି ମର୍ଯ୍ୟାଦାକୁ ରକ୍ଷା କରିକିରି ପୁରୁଷମାନଙ୍କର ଭିତରେ ଉତ୍ତମ, ସେ କିଡ଼ି ଉପକାରୀ, ତାକୁ ବି ମଧ୍ୟ ଦିନେ ପାପର ଫଳ ଭୋଗିବାକୁ ପଡ଼ିଥିଲା। ଆଉ ଆମେ ସେହି ରାମ ନାମକୁ ଯଦି ଜପ କରିବା ତ ପାପ ଛାଡ଼ିବ ନାହିଁ। ତ ଆମେ ତ କ୍ଷଣେ ନିମିଷେ ଲବେ ଲେସେ କିବା କିଛି ଦିନ ପରେ ରାମ ନାମ ଜପ କରୁଛୁ, କିନ୍ତୁ ଯିଏକି ରାମକୁ ଜନ୍ମ କରିଥିଲେ, ଯିଏକି ରାମକୁ ଲାଳନ ପାଳନ କରିଥିଲେ, ଯିଏକି ରାମଙ୍କର ଅହରହ ନାମ ଧରୁଥିଲେ, ଯିଏକି ରାମକୁ ଲାଳନ ପାଳନ ପୋଷଣ କରୁଥିଲେ, ସେ ବି ମଧ୍ୟ ପାପର ଭୋଗ କରିଛନ୍ତି। ତ ତାଙ୍କର ପିତା ଦଶରଥ ବି ମଧ୍ୟ ସେହି ରାମ ନାମକୁ, ଯିଏ ରାମକୁ ଜନ୍ମ ଦେଇଥିଲା, ସେ ବି ମଧ୍ୟ ପାପର ଫଳ ଭୋଗ କରିଛନ୍ତି। ତେଣୁ ବନ୍ଧୁ ଚିନ୍ତା କରୁନ୍, ରାମ ରାମ ବୋଇଲେ କି ଛାଡ଼ିଯିବ ପାପ, ଅନ୍ନ ଅନ୍ନ ବୋଇଲେ କି ଛାଡ଼ିଯିବ ଭୋକ। ତ ଆହାର କଲେଟି ସିନା ଆତ୍ମା ଶାନ୍ତି ହେବ, ନାମକୁ ଭଜିଲେ ଆତ୍ମା ମୁକ୍ତି ପାଇବ। ଆଗୁ ଭଜିଲେ ହେଟି କିସ ହେବ,
ଚିହ୍ନି ନ ପାରିଲେ ଚିହ୍ନିଲେ ଟି କିସ ହେବ ତତ୍ତ୍ୱ ନ ବୁଝିଲେ ତତ୍ତ୍ୱ ବୁଝିଲେ କି ହେବ ତେଜି ନ ପାରିଲେ ତେଜ୍ୟା କରିଲେ କି ହେବ ମର୍ଜି ନ ପାରିଲେ ମର୍ଜିଲେ ଟି କିସ ହେବ ଦାଢ଼ିଅ ନ ଧଇଲେ। ତେଣୁ ବନ୍ଧୁ ଚିନ୍ତା କରୁନ୍, ତ ଜପିଲେଟି କିସ ହେବ ଚିହ୍ନି ନ ପାରିଲେ, ଚିହ୍ନି ଧରିଲେ କି ହେବ ତତ୍ତ୍ୱ ନ ବୁଝିଲେ, ତତ୍ତ୍ୱ ବୁଝିଲେ କି ହେବ ତେଜି ନ ପାରିଲେ। ତେଣୁ ଆମେ ସେହି ରାମ ନାମକୁ ଯଦି ଚିନ୍ତନ କରିବା ତ ରାମ ରାମ ବୋଇଲେ କି ଛାଡ଼ିଯିବ ପାପ। ରାମ ରାମ ବୋଲୁଥିବା ଯେତେ ପାପ ଛାଡ଼େ ନାହିଁ। ତେଣୁକରି ଈଶ୍ୱର ଭଗବାନ ପରମ ପିତା ପରମେଶ୍ୱର ଆମକୁ ମାନବମାନଙ୍କୁ ତରିବା ପାଇଁ କର୍ମର ବିଭାଗ ଦେଇଛନ୍ତି। ଯେକୌଣସି ପ୍ରାଣୀ କର୍ମ ନ କରିବା ପର୍ଯ୍ୟନ୍ତ ଆତ୍ମାର ଶାନ୍ତି ମିଳେ ନାହିଁ। ତେଣୁ ବନ୍ଧୁ ସମସ୍ତେ ଆମେ ସେହି ସତ୍କର୍ମ ସତ୍ପଥ ସତ୍ମାର୍ଗରେ ଯିବା ଦ୍ୱାରା ଆମକୁ ମୁକ୍ତି ପଥ ମିଳିପାରେ। ଆଉ ଆମେ ସେହି ଈଶ୍ୱରଙ୍କର ଗୁଣାନୁବାଦ କରବାଟା ସନ୍ଧ୍ୟା ଉପାସନା ଏବଂ ତୁତି ପ୍ରାର୍ଥନା ନାଇଁ କରିବା ପର୍ଯ୍ୟନ୍ତ ପାପରୁ ମୁକ୍ତ ହୋଇପାରିବା ନାହିଁ। ତେଣୁ ବନ୍ଧୁ ସମସ୍ତଙ୍କୁ ନିବେଦନ କରୁଛି, ରାମ ରାମ ବୋଇଲେ କି ଛାଡ଼ିଯିବ ପାପ, ଅନ୍ନ ଅନ୍ନ ବୋଇଲେ କି ଛାଡ଼ିଯିବ ଭୋକ। ତେଣୁ ଅନ୍ନକୁ ଖାଇବାକୁ ପଡ଼ିବ ଆଉ କର୍ମକୁ କରିବାକୁ ପଡ଼ିବ। ତେଣୁ ବନ୍ଧୁ ଆମେ ଉଚିତ ଅନୁଚିତ ମାର୍ଗକେ ନେଇକରି ବୁଝିକରି ତ ଆମେ କର୍ମ କରବାଟା ସୁନିଶ୍ଚିତ। ଆଉ କର୍ମ କରବା ଯେମିତି କର୍ମ କରିବା ସେପରି ଫଳ ପାଇବା। ତେଣୁ ବନ୍ଧୁ ଏତିକି କହିକରି ମୋର ବାଣୀକି ଆଜି ମୁଇଁ ବିରାମ ଦେଉଛେ। ଆଉ ସମସ୍ତ ବନ୍ଧୁମାନଙ୍କୁ ନିବେଦନ କରୁଛି, ଏହି ଓମ୍ ତତ୍ସତ୍ ୟୁଟ୍ୟୁବ୍ ଚ୍ୟାନେଲ୍କି ସବସ୍କ୍ରାଇବ୍ କରି ନିଅନ୍ତୁ। ଆଉ ଆପଣମାନେ ମୁକ୍ତି ପଥର ପଥିକ ହୁଅନ୍ତୁ ଏବଂ ଆଧ୍ୟାତ୍ମିକ ବିଚାର ବୈଦିକ ବିଚାର ଜାଣବାର୍ ଲାଗି ଚେଷ୍ଟା କରନ୍ତୁ। ଆଉ ଯେଉଁ ବନ୍ଧୁ ଖାଲି ଦେଖି ନେଉଥିବେ ଆଉ ସବସ୍କ୍ରାଇବ୍ ନାଇଁ କରବାର ପର୍ଯ୍ୟନ୍ତ, କର୍ମ ନାଇଁ କରବାର ପର୍ଯ୍ୟନ୍ତ ପାପରୁ ମୁକ୍ତି ହେଇପାରିବେ ନାହିଁ। ତେଣୁ ବନ୍ଧୁ ଏତିକି କହିକରି ମୋର ବାଣୀକି ବିରାମ ଦେଉଛେ। ସମସ୍ତଙ୍କୁ ନମସ୍ତେ, ଧନ୍ୟବାଦ। ଓମ୍ ତତ୍ସତ୍।